অনুপ্ରାণিত হয়ে ব্যক্তিগত ভাବରେ সামিল হয়েছেন সেମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଆମେ ଜାଣା ପାଇଁ ଆଜି ଶତାଧିକ କର୍ମୀ ଭାରତୀୟ ଜନତା ପାର୍ଟିରେ ବ୍ୟକ୍ତିଗତ ଭାବରେ ସାମିଲ ହେଇଛନ୍ତି। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ମୋ ନାଁ ପ୍ରଦୀପ ମହାନ୍ତି। କାଳୁ କହିଲେ ଜାଣନ୍ତି ସମସ୍ତେ। ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆମେ ବିଜୁ ଜନତା ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ଆଜି ମିଶିଲୁ। ମାନ୍ୟବର ବିଧାୟକଙ୍କ ହାତ ମୁଠା ତାଣ କରିବା ପାଇଁ ଆଜି ସ୍ୱତଃପ୍ରଭୂତ ଭାବେ ଆମେ ଭାରତୀୟ ଜନତା ପାର୍ଟିରେ ମିଶ୍ରଣ ସାମିଲ। ବିଜେପିର ବିକାଶ ଆଉ ସାଧାରଣ ଲୋକଙ୍କର ଯେଉଁ ଭରସା ବିଶ୍ୱାସ ଅଛି, ସେ ସାଧାରଣ ଲୋକଙ୍କ ଆସ୍ଥା ବିଶ୍ୱାସକୁ ଆମେ ବିଶ୍ୱାସ କରି ଆଜି ଆମେ ବିଜେପିରେ ମିଶିଲୁ। ଆଗାମୀ ଦିନରେ ଯେଉଁପରି ଭାବେ ପୂର୍ବରୁ ଲୋକଙ୍କ ସେବା ଜାରି ଥିଲା, ଆଗାମୀ ସେ ବିଧାୟକଙ୍କ ହାତ ମୁଠା ଟାଣ କରିବା ପାଇଁ ଲୋକଙ୍କ ସେବା ଦ୍ରୁତ ଗତିରେ ଆଗେଇ ଚାଲିବ। ଆମ ପଞ୍ଚାୟତ ବିକାଶ କରାଯିବ। ଭାରତୀପୁର ପଞ୍ଚାୟତ ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀରେ ଶ୍ରେଷ୍ଠ ପଞ୍ଚାୟତ ରୂପେ ଗଢ଼ି ତୋଳିବା ପାଇଁ ଆମେ ପ୍ରତିଜ୍ଞାବଦ୍ଧ। ଆଜି ଭାରତୀପୁର ପଞ୍ଚାୟତର ଆଜି ଥିଲା ମିଶ୍ରଣ ପର୍ବ। ଆଉ ଏ ପର୍ବରେ ଆମର ତ୍ରିଦେବ ସିଏ ହୁଅନ୍ତି ଜିଲ୍ଲା ସଭାପତି, ଆଉ ସାଂସଦ ସମିତ ପାତ୍ର ମହୋଦୟ, ଆଉ ଆମର ବିଧାୟକ ଯୁବ ନେତୃତ୍ୱ ସିଏ ହୁଅନ୍ତି ଆଶିଷ ପଟ୍ଟନାୟକ। ତାଙ୍କ ନେତୃତ୍ୱରେ ଆଜି ଭାରତୀପୁର ପଞ୍ଚାୟତର ବହୁ ସଂଖ୍ୟାରେ ବିଜେପିରୁ ଆସି ଆମର ବିଜେପି ଦଳରେ ଯୋଗ ଦେଇଛନ୍ତି। ଆମ ସହିତ ସେମାନେ ଦଳରେ ଅନୁପ୍ରାଣିତ ହୋଇ ମୋଦିଙ୍କ କାର୍ଯ୍ୟ ଦକ୍ଷତା ଅନୁସାରେ ଅନୁପ୍ରାଣିତ ହୋଇ ସେ ଆମ ସହିତ ଯୋଗ ଦେଇଛନ୍ତି। ଆଉ ମୁଁ କହିବି ଏ ଭାରତୀପୁର ପଞ୍ଚାୟତରେ ବିଜେଡି ଶୂନ୍ୟ ଆଉ କଂଗ୍ରେସ ଶୂନ୍ୟ ହେବାକୁ ଯାଉଛି। ଆଜି ଆଉ ତ କେହି ବାକି ନାହାନ୍ତି। ମୁଁ ଭାବୁଛି ବିଜେଡ଼ିରେ କିମ୍ବା କଂଗ୍ରେସରେ ଆପଣ ଦେଖିଲେ ଆଗାମୀ ଦିନରେ ଏ ଭାରତୀପୁର ପଞ୍ଚାୟତରେ ଭୋଟର ବୋଧେ ଅମାନିତକାରୀ ରହିବ ନାହିଁ। ଦେଖନ୍ତୁ, ମୁଁ ଆଜି ଧନ୍ୟବାଦ ଦେବି ଭାରତୀପୁରର ଆମର ବଳିଆ ଭାଇନା, କାଳିଆ ଭାଇ, ଧଡ଼ୁ ଭାଇ ଏବଂ ସମସ୍ତ ନେତୃତ୍ୱ ଆଜି ଭାରତୀୟ ଜନତା ପାର୍ଟି ପ୍ରତି ଆସ୍ଥା ପ୍ରକଟ କରି, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆସ୍ଥା ପ୍ରକଟ କରି, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱକୁ ଆସ୍ଥା ପ୍ରକଟ କରି ଏବଂ ସର୍ବୋପରି ଆମ ପୁରୀର ଲୋକପ୍ରିୟ ସାଂସଦ ଆମ ସମସ୍ତଙ୍କର ମାର୍ଗଦର୍ଶକ ଡକ୍ଟର ସମ୍ବିତ ପାତ୍ରଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ସମସ୍ତେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଆପଣ ଦେଖୁଛନ୍ତି ଭାରତୀପୁର ପଞ୍ଚାୟତ ଭାରତୀୟ ଜନତା ପାର୍ଟି ମୟ ହୋଇଯାଇଛି। ଆଜି ସମସ୍ତେ ମିଳିମିଶି ଯେଉଁ ସନ୍ଦେଶ ରହିଛି ମାନ୍ୟବର ପ୍ରଧାନମନ୍ତ୍ରୀର ସବକା ସାଥ, ସବକା ବିକାଶ, ସବକା ପ୍ରୟାସ ଏବଂ ସବକା ବିଶ୍ୱାସ, ଇଏ ମନ୍ତ୍ରକୁ ଧରି ଆମେ 2 ବର୍ଷ ହେଲାଣି ଡେଲାଙ୍ଗ ପିପିଲ ସମସ୍ତ ଜନସାଧାରଣ ସାଙ୍ଗରେ ରହି କାମ ଭଲ ମନ୍ଦଠୁ ଆରମ୍ଭ କରି ସମସ୍ତଙ୍କୁ ଏ 4ଟି ମନ୍ତ୍ରରେ ବାନ୍ଧି କିଭଳି ଭାବରେ ବିକାଶ ହେବ। ଗୋଟିଏ ଲକ୍ଷ୍ୟ, ବିକାଶର ଲକ୍ଷ୍ୟ ହେଉଛି ସବକା ସାଥ। ଆଜି ବଳିଆ ଭାଇଠୁ ଆରମ୍ଭ କରି ସମସ୍ତେ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ମୁଁ ତାଙ୍କୁ କଥା ଦେଉଛି ଆମେ ସମସ୍ତେ ମିଶି କିଭଳି ଭାବରେ ପଞ୍ଚାୟତ, ବ୍ଲକ, ନିର୍ବାଚନ ମଣ୍ଡଳୀ ଆଗକୁ ଯିବ। ଆମେ ସମସ୍ତଙ୍କ ଭିତରେ ଭାଇଚାରାରେ ଏ ପଞ୍ଚାୟତ ଆଗକୁ ଯିବ। ଭାରତୀୟ ଜନତା ପାର୍ଟି ଆପଣ ଦେଖୁଛନ୍ତି ଆସ୍ତେ ଆସ୍ତେ ଦିନକୁ ଦିନ ମଜବୁତ ହେବ। ଦେଖନ୍ତୁ, ଆଜି ଦେଖୁଛନ୍ତି ବିଜେଡିର ପ୍ରମୁଖ ନେତୃତ୍ୱ ମାନେ ଆଜି ଯୋଗ ଦେଇଛନ୍ତି। କଂଗ୍ରେସ ଦଳରେ କିଛି ଥିବା ନେତୃତ୍ୱ ମାନେ ଆଜି ଯୋଗ ଦେଇଛନ୍ତି। ଆପଣ ଅନୁଭବ କରୁଛନ୍ତି ଏ ପଞ୍ଚାୟତରେ ଯେଉଁମାନେ ନେତୃତ୍ୱ ଅଛନ୍ତି ବର୍ତ୍ତମାନ ପାଇଁ ଏ ପଞ୍ଚାୟତରେ କେବଳ ଗୋଟିଏ ହେଲା, ଆପଣ ଦେଖିବେ ଚତୁଃପାର୍ଶ୍ୱରେ ପଦ୍ମମୟ, ପଦ୍ମ ଚିହ୍ନ ଭାରତୀୟ ଜନତା ପାର୍ଟି। ଦେଖନ୍ତୁ, ଶହ ଶହ ସଂଖ୍ୟାରେ ଆଜି ମା ମାନେ, ଯୁବକ ମାନେ, ଗୁରୁଜନ ମାନେ ଯୋଗ ଦେଇଛନ୍ତି। ବାକି ରହିଲା ଯେଉଁ କହୁଛନ୍ତି 31 ତାରିଖ କଥା, ମାନ୍ୟବର ସାଂସଦ ମୋର ଆପଣମାନଙ୍କ ଆଗରେ କଥା ରଖୁଥିଲେ ଯେ କଂଗ୍ରେସ ହେଉଛି ପରିବାରବାଦ ଏବଂ ବିଜୁ ଜନତା ଦଳ ହେଉଛି ପରିବାର। ଇଏ ଭାରତୀୟ ଜନତା ପାର୍ଟି ହେଉଛି ଇଏ ସମସ୍ତଙ୍କୁ ନେଇକି ପରିବାର। ରାଜନୀତିଟା ସମସ୍ତଙ୍କୁ ନେଇକି ଭାରତୀୟ ଜନତା ପାର୍ଟି ଗଠନ ଏବଂ ଆପଣ ଯେଉଁ କଥା କହୁଛନ୍ତି ସେ ଯୁଗ
40 वर्ष डेलांग पिपिल जनसाधारण देखी तेणु से भ्रम हबार प्रश्न उठुना एकाकार हम भारतीय जनता पार्टी गेरुआमय हम डेलांग पिपिल आपड़ देखिए आगामी पंचायत निर्वाचन।